ନମସ୍କାର ବନ୍ଧୁଗଣ ପ୍ରତ୍ୟେକଟି ବିବାହିତା ମହିଳାଙ୍କ ପାଇଁ ଶଙ୍ଖା ଓ ସିନ୍ଦୂର ଭଳି ମଙ୍ଗଳସୂତ୍ର ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ବସ୍ତୁ ହୋଇଥାଏ, ଯାହାକୁ ପ୍ରତ୍ୟେକଟି ସଧବା ନାରୀ ନିଜ ଗଳାରେ ଧାରଣ କରିଥାଏ, ଯାହାଦ୍ୱାରା ସ୍ୱାମୀର ମଙ୍ଗଳ ହୋଇଥାଏ। ଏହି ମଙ୍ଗଳସୂତ୍ରର ଶକ୍ତି ଏତେ ଅଧିକ ହୋଇଥାଏ ଯେ ଏହା ସ୍ୱାମୀଙ୍କୁ ସବୁ ବିପଦରୁ ମୁକୁଳାଇ ଦେଇଥାଏ। ଯେଉଁ ମହିଳା ନିଜ ହୃଦୟରୁ ନିଜ ସ୍ୱାମୀଙ୍କ ମଙ୍ଗଳ କାମନା କରି ନିଜ ପତିବ୍ରତା ବ୍ରତ ପାଳନ କରିବା ସହ ଏହି ମଙ୍ଗଳସୂତ୍ରକୁ ପିନ୍ଧିଥାଏ, ସେହି ମହିଳାଙ୍କ ସ୍ୱାମୀର କେବେ ବି ଅମଙ୍ଗଳ ହୋଇନଥାଏ। ମାନ୍ୟତା ଅନୁସାରେ ମଙ୍ଗଳସୂତ୍ରରେ ଯେଉଁ ହଳଦିଆ ଅଂଶ ଥାଏ, ତାକୁ ମାତା ପାର୍ବତୀଙ୍କ ଅଂଶ ଓ କଳା ଅଂଶକୁ ଭଗବାନ ଶିବଙ୍କ ଅଂଶ ବୋଲି ମାନାଯାଇଥାଏ। ଆଜି ଆମେ ଆପଣଙ୍କୁ ମଙ୍ଗଳସୂତ୍ର ସହ ଜଡ଼ିତ କିଛି ବିଶେଷ ତଥ୍ୟ କହିବାକୁ ଯାଉଛୁ। କୌଣସି ବି ବିବାହିତ ମହିଳାଙ୍କୁ ମଙ୍ଗଳସୂତ୍ର ଓହ୍ଲାଇବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ଯେତେବେଳେ ବି କୌଣସି ମହିଳା ଆପଣ ମଙ୍ଗଳସୂତ୍ର ଖୋଲି ଦେଉଛନ୍ତି, ତେବେ ସେହି ସମୟରେ ସ୍ୱାମୀ ଉପରେ ସଙ୍କଟ ଆସିଥାଏ। ଶାସ୍ତ୍ରରେ କୁହାଯାଇଛି କି ଯେତେବେଳେ ବି ଆପଣ ମଙ୍ଗଳସୂତ୍ର ବାହାର କରୁଛନ୍ତି, ତେବେ ସେହି ସମୟରେ ଆପଣ ଗୋଟିଏ କଳା ସୂତା ଗଳାରେ ପକାନ୍ତୁ, କାରଣ କଳା ସୂତାକୁ ମଙ୍ଗଳସୂତ୍ରର ସୂଚକ ବୋଲି କୁହାଯାଏ। ଅନ୍ୟ କୌଣସି ସ୍ତ୍ରୀର ମଙ୍ଗଳସୂତ୍ରକୁ କେବେ ବି କୌଣସି ବିବାହିତା ମହିଳାଙ୍କୁ ପିନ୍ଧିବା ଉଚିତ ନୁହେଁ। ଏହାଦ୍ୱାରା ସ୍ୱାମୀର ଅମଙ୍ଗଳ ହୋଇଥାଏ। ମଙ୍ଗଳସୂତ୍ରକୁ ସମସ୍ତଙ୍କ ସାମ୍ନାରେ ଦେଖାଇବା ଶାସ୍ତ୍ର ଅନୁସାରେ ଘୋର ପାପ ହୋଇଥାଏ। ଏହା ସହିତ କୌଣସି ବି ଅବିବାହିତା ଝିଅଙ୍କୁ ମଙ୍ଗଳସୂତ୍ର ଧାରଣ କରିବା ଉଚିତ ନୁହେଁ। ଯଦି ଆପଣଙ୍କର ବିବାହ ହୋଇଯାଇଛି, ତେବେ ଯାଇ ଆପଣ ମଙ୍ଗଳସୂତ୍ର ଧାରଣ କରିପାରିବେ। ମଙ୍ଗଳସୂତ୍ରକୁ ମୁଣ୍ଡରେ ଲଗାଇ ଚୁମ୍ବନ କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢ଼ିଥାଏ। ମାତା ପାର୍ବତୀ ଓ ମହାଦେବଙ୍କର ଆଶୀର୍ବାଦ ମିଳିଥାଏ। ଏମିତିରେ ଏହା ସହିତ ସ୍ୱାମୀର ଆୟୁ ବି ବଢ଼ିଥାଏ। ମଙ୍ଗଳସୂତ୍ରକୁ କେବେ ବି ମାଟିରେ ପକାଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ। କୁହାଯାଏ କି ଯେତେବେଳେ ମଙ୍ଗଳସୂତ୍ର ଗଳାରୁ ବାହାରି ତଳେ ପଡ଼ିଯାଏ, ତେବେ ତାହାର ସ୍ୱାମୀ ସହ ବଡ଼ ଦୁର୍ଘଟଣା ହେବାର ଆଶଙ୍କା ରହିଥାଏ। ତେଣୁ ମଙ୍ଗଳସୂତ୍ର ପିନ୍ଧିବା ସମୟରେ ଏହିସବୁ କଥା ଉପରେ ବିଶେଷ ଧ୍ୟାନ ଦେବାର ସବୁ ବିବାହିତା ମହିଳାଙ୍କୁ ଆବଶ୍ୟକତା ରହିଅଛି। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା, ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ନିଜର ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।